ନମସ୍କାର। ମୁଁ ପ୍ରଦୀପ ସାହୁ ମାଲ୍ୟଗିରି କହି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ବିଗତ ନବୀନ ପଟ୍ଟନାୟକ ସରକାର କେବଳ ଭୋଟ ପାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶା ସରକାରଙ୍କର ରାଜସ୍ୱକୁ ବିଭିନ୍ନ ଅସତ୍ ଉପାୟରେ ଖର୍ଚ୍ଚ କରୁଥିଲେ ଏବଂ ଭୋଟ ରାଜନୀତି ପାଇଁ ବ୍ୟବହାର କରୁଥିଲେ। ଏହାର ଅନ୍ୟ ଏକ ନମୁନା ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଦାନ କରିଛନ୍ତି। ଓଡ଼ିଶାର କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ବା ମହାଲେଖାକାରଙ୍କ ଏକ ରିପୋର୍ଟ ଅନୁଯାୟୀ କହିଛନ୍ତି ଯେ କାଳିଆ ଯୋଜନାରେ 12 ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ବିଗତ ବିଜେଡି ସରକାର ନବୀନ ପଟ୍ଟନାୟକ ସରକାର 782 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି କାଳିଆ ଯୋଜନା ଯାହାକୁ କୁହାଯାଉଛି କୃଷକ ଆସିଷ୍ଟାନ୍ସ ଫର୍ ଲିଭଲିହୁଡ୍ ଆଣ୍ଡ ଇନକମ୍ ଆଗ୍ୟୁମେଣ୍ଟେସନ୍, ଯାହାକୁ ସେମାନେ କାଳିଆ ବୋଲି ନାମକରଣ କରିଥିଲେ ଏବଂ 2019 ମସିହାରେ କ୍ଷୁଦ୍ର ଏବଂ ନାମମାତ୍ରକ କୃଷକଙ୍କ ଉନ୍ନତି ପାଇଁ ପ୍ରଦାନ କରୁଥିଲେ। 2ଟି କିସ୍ତିରେ 2,000 ଟଙ୍କା ପ୍ରଦାନ କରାଯାଉଥିଲା। ଏଥିରେ ଯେଉଁ ହିତାଧିକାରୀମାନେ ପାଇବା ପାଇଁ ସରକାର ଗାଇଡ଼ଲାଇନ୍ ତିଆରି କରିଥିଲେ, ସେ ଗାଇଡ଼ଲାଇନ୍କୁ ଖୋଲାଖୋଲି ଭାବରେ ବିରୁଦ୍ଧାଚରଣ କରି କିଛି ଲୋକଙ୍କୁ ଅର୍ଥାତ୍ ଯେଉଁମାନେ ବିଜେଡ଼ିର କର୍ମୀ ବା ସେମାନଙ୍କ ସମର୍ଥକ ପୂର୍ବ ସରପଞ୍ଚମାନଙ୍କ ଜରିଆରେ ଏବଂ କୃଷି ଅଧିକାରୀମାନଙ୍କ ଜରିଆରେ ନାମକୁ ସେହି ତାଲିକାରେ ଭର୍ତ୍ତି କରି ସେମାନଙ୍କୁ ଟଙ୍କା ପ୍ରଦାନ କରିଥିଲେ। ଏଥିରେ ପ୍ରାୟ 12 ଲକ୍ଷ ଅଯୋଗ୍ୟ ହିତାଧିକାରୀ 782 କୋଟି ଟଙ୍କା ନେଇଥିବାର ଏକ ରିପୋର୍ଟ ସିଏଜି ଧରିଛନ୍ତି। 2019ରୁ 2021 ମସିହା ମଧ୍ୟରେ 65.64 ଲକ୍ଷ ହିତାଧିକାରୀଙ୍କୁ ସରକାର କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିରୁ 4,164 ଲକ୍ଷ 41.64 ଲକ୍ଷ ହିତାଧିକାରୀଙ୍କୁ 3 ଥର ଏବଂ 8.09 ଲକ୍ଷ ଲୋକଙ୍କୁ 2ଟି କିସ୍ତିରେ ଟଙ୍କା ମିଳିଛି। 15,91,000 ହିତାଧିକାରୀଙ୍କୁ କେବଳ ଥରଟିଏ କାଳିଆ ଯୋଜନାରେ କିସ୍ତି ଟଙ୍କା ଦେଇଥିଲେ। ଯୋଜନା କାର୍ଯ୍ୟକାରୀ ବେଳେ 9.67 ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ। ପରେ 52 SICC, IFMS, HRMS ଡାଟାବେସ୍ ବିଶ୍ଳେଷଣ ବେଳେ 2,96 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। 12.72 ଲକ୍ଷ ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ପ୍ରାୟ 782 କୋଟି 26 ଲକ୍ଷ ଟଙ୍କା ନେଇଛନ୍ତି। ସେହିପରି ତାଲିମ ନ ନେଇ 14.4 ଲକ୍ଷ ଭୂମିହୀନ କୃଷି ଶ୍ରମିକଙ୍କୁ 3ଟି କିସ୍ତିରେ ଟଙ୍କା ଦିଆଯାଇଥିବା ଏହି ଯୋଜନା ଲକ୍ଷ୍ୟ ସାଧନରେ ସଫଳ ହୋଇପାରିନଥିବା ରିପୋର୍ଟରେ ସିଏଜି ଉଲ୍ଲେଖ କରିଛନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଯେଉଁ ଗରିବ କୃଷକମାନଙ୍କ ଉନ୍ନତି ପାଇଁ ଏହି ଯୋଜନା ଅଣାଯାଇଥିଲା, ସେମାନଙ୍କୁ ଟଙ୍କା ପ୍ରଦାନ ନ କରାଯାଇ 4 ଚକିଆ ଯାନ ଥିବା, କୋଠାଘର ଥିବା ଏବଂ ଅନ୍ୟାନ୍ୟ ସ୍ୱଚ୍ଛଳ ବର୍ଗ ଲୋକଙ୍କୁ ସରକାର ତାଙ୍କ କର୍ମୀ ବା ସମର୍ଥକ ଭାବରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ଏବଂ ସେମାନଙ୍କୁ ଟଙ୍କା ପ୍ରଦାନ କରିଛନ୍ତି। ଏଣୁ ଏହି ଯୋଜନା ଯେ ସଫଳ ଯୋଜନା ନୁହେଁ, କାର୍ଯ୍ୟକାରୀ ହୋଇପାରିନାହିଁ, ଏହା ସ୍ପଷ୍ଟ ଅନୁମାନ କରିହେଉଛି।